ଗୁଗୁଲ୍ କରିକି ତମେମାନେ ଦେଖିବ ଯେ ଆମର କେଉଁ ପ୍ରଫେସନ୍ରେ ଲୋକମାନେ ବେଶୀ ପଇସା ଇନକମ୍ କରନ୍ତି। ହେଲେ ବି ମୁଁ କହିଦେଉଛି, ତୁମେ ପଛରେ ଗୁଗୁଲ୍ କରି ଦେଖିବ। ସେଇଟା ହେଉଛି ଫାଇନାନ୍ସ ସେକ୍ଟର। କାହିଁକି? କାହିଁକିନା ସେଠି ବଡ଼ ବଡ଼ ଆମର ଇନଭେଷ୍ଟର ମାନଙ୍କର ସେଥିରେ ପଇସା ଅଛି। ତ ସେମାନେ କ'ଣ କରନ୍ତି ନା, ସେମାନେ ୟା ତ କେଉଁ କମ୍ପାନୀରେ ଇନଭେଷ୍ଟମେଣ୍ଟ କରିବେ, ୟା ତ କେଉଁ ସେୟାରରେ ପାର୍ଟନରସିପ୍ରେ ଭାଗିଦାର ହେଇକି ଥିବେ, ୟା ଫିର୍ ନିଜର କମ୍ପାନୀ ଥିବ। ତ ସେଇ ସବୁ ସେକ୍ଟରରେ କ'ଣ ହୁଏ ନା, ଯେତେବେଳେ ପଇସାର ବହୁତ ସାରା ଫ୍ଲୋ ହୁଏ ତ ସେମାନଙ୍କର କ'ଣ ହୁଏ ନା, ଆସେଟ୍ଟା ଧୀରେ ଧୀରେ ବଢ଼େ। ତ ସେଇଥିପାଇଁ ଫାଇନାନ୍ସ ସେକ୍ଟରରେ ଯେଉଁମାନେ ବି କାମ କରୁଛନ୍ତି ଆଉ ଯେଉଁମାନେ ବି ଇନଭେଷ୍ଟମେଣ୍ଟ ଅଛନ୍ତି, ଯେଉଁମାନେ ବି ଇନଭେଷ୍ଟର, ତ ସେମାନଙ୍କ ପାଖରେ ବହୁତ ସାରା ପଇସା। ଆଉ ସେଇ ସେକ୍ଟରରେ ଯିଏ ବି ଜବ୍ ବି ଗୋଟେ କରିବ ନା, ତ ତାର ବି ଲାଇଫ୍ ବନିଯିବ। ତୁମେ ଜାଣିଥିବ ଯେ IITରୁ ଯେଉଁମାନେ ବି ଆମର ବଡ଼ ବଡ଼ ହେଜ୍ ଫଣ୍ଡ, ଯେମିତିକି ଗୋଲ୍ଡମ୍ୟାନ୍ ସାକ୍ସ ହେଇଗଲା, ଆମର ଯେତେ ବଡ଼ ବଡ଼ ହେଜ୍ ଫଣ୍ଡ ଅଛି, ବ୍ଲାକ୍ ରକ୍, ତ ସେମାନେ ସବୁ କ'ଣ କରିବେ ନା, IITian ମାନଙ୍କୁ ହାୟର କରିକି ନେବେ। ବହୁତ ସାରା ପ୍ୟାକେଜ୍। ଏବେ ରିସେଣ୍ଟଲି ଗୋଟେ ନ୍ୟୁଜ୍ ଆସିଥିଲା କି ଗୋଟେ କେଉଁଠାର ଗୋଟେ IITକୁ ହାୟର କରାହେଇଛି ଯେ ବର୍ଷକୁ ପ୍ୟାକେଜ୍ ତା'ର 2.5 କୋଟି। ତ ତୁମେ ଭାବ ନା, 2.5 କୋଟି ଦେଇକି ଜଣେ ହାୟର କାହିଁ କରିବ? କାହିଁକିନା ତା'ର ସେତିକି ଆସେଟ୍ସ ଅଛି, ଆସେଟ୍ସକୁ ସିଏ ମ୍ୟାନେଜ୍ କରିବ ବର୍ତ୍ତମାନ। ତ ଏକ୍ଜାମ୍ପଲ୍ ଭାବିନିଅନ୍ତୁ, ତା'ର ଆସେଟ୍ ଯଦି ହେଇଥିବ 200 କୋଟି କି 2 ଲକ୍ଷ କୋଟି। ନର୍ମାଲି ଅଛନ୍ତି ବ୍ଲାକ୍ ରକ୍, ତା'ର ଭ୍ୟାଲୁଏସନ୍ ପାଖାପାଖି 10 ଲକ୍ଷ କୋଟି। ମାନେ କେତେଟା GDPକୁ ଯଦି ମିଶାଇ ଦେବ, ତା'ର ଭ୍ୟାଲୁଏସନ୍ ତାଠୁ ଅଧିକା ତା'ର। ତ ସିଏ ଯଦି ହାୟର କଲେ ଏମିତି 4-5ଟା ପିଲାଙ୍କୁ, IIT ମାନଙ୍କୁ, ତ ତା'ର ଏଥିରେ କି ଲସ୍ ନାହିଁ ନା। ତ ତାଙ୍କୁ ଦେଲେ 2.5 କୋଟି ବର୍ଷକୁ। ସେଥିରେ କ'ଣ ଅଛି, ସିଏ ତା'ର ଷ୍ଟୁଡେଣ୍ଟକୁ ନେଇଯିବ ପିଲାଙ୍କୁ, ସିଏ ତାଙ୍କର କୋଡ଼ିଂ କରିକି ତାକୁ ଇନକମ୍ କରିକି ଦେବେ। ତ ସେଇଟା ହେଉଛି ପଏଣ୍ଟ। ଫାଇନାନ୍ସ ସେକ୍ଟରରେ ବହୁତ ସାରା ପଇସା ଅଛି। ତ ସେଇଥିପାଇଁ ସେମାନେ IIT ମାନଙ୍କୁ ହାୟର କରିକି ନେବେ। ତୁମେ ନିଜେ ଗୁଗୁଲ୍ କରିକି ଭିଡ଼ିଓ ପରେ ଦେଖିପାରିବ। ସେ ଭିଡ଼ିଓରେ ଥିଲା ଏତିକି। ତ ମୁଁ କହିବାକୁ ଚାହୁଁଛି ଯେ ଫାଇନାନ୍ସ ସେକ୍ଟରରେ ବହୁତ ପଇସା, କିନ୍ତୁ ଏଥିରେ କ'ଣ କୁହନ୍ତିନି, ଲୋକମାନେ ଶିଖନ୍ତିନି କି ଶିଖିବାକୁ ଚାହାନ୍ତିନି। ତ ସେଇଟା ତାଙ୍କମାନଙ୍କ ଉପରେ। ତ ମୁଁ ବ୍ଲେସ୍ଡ କି ମୁଁ ସେ ଜିନିଷଟା ଶିଖିଛି। ସୋ ଏ ଭିଡ଼ିଓରେ ବର୍ତ୍ତମାନ ପାଇଁ ଏତିକି। ଥ୍ୟାଙ୍କ ୟୁ ସୋ ମଚ୍।